ମାଙ୍କର ଦେହ ଖରାପ ଥିଲା ତ ଆରଥର ଦେଇଥିଲି ଶରୀରଙ୍କ ରୂପା ଶରୀର ଏବେ ଦେହ ଭଲ ଅଛି। ଏବେ ଆଉ ଥରେ ଠାକୁରଙ୍କ ପାଖରେ ପୁଣି ସର୍ବାଙ୍ଗ ଶରୀର ରୂପାର ଶରୀର ଶରୀର ଆଜ୍ଞା ଆରଥର ଆସିଥିଲି ଦେହ ଖରାପ ଥିଲା ଏବେ ବି ଦେହ ଭଲ ଅଛି। ଭଲ ତ ହେଇଗଲା ବୋଲି କଣ ଆଉ ମାଙ୍କୁ ବାବାଙ୍କୁ ବୁଝିବାନି ପୁଣି ଆଉ ଥରେ ଆସିଛି ପୁଣି ଦବାକୁ ବାବାଙ୍କ ପାଖକୁ। ମାନେ କଣ ମାନସିକ କରିକିରି ସେତେବେଳେ ଦେଇଥିଲେ? ସେତେବେଳେ ବୋଉଙ୍କର ଦେହ ଅସୁସ୍ଥ ଥିଲା ତ ସେଥିପାଇଁ ମାନସିକ କରି ବୋଉଙ୍କର ଦେହଟା ଭଲ ହେଇଯାଉ ଏବେ ବର୍ତ୍ତମାନ ଭଲ ଅଛନ୍ତି। ମାଙ୍କର ଦେହ ଖରାପ ଥିଲା ତ ଆରଥର ଦେଇଥିଲି ଶରୀରଙ୍କ ରୂପା ଶରୀର ଏବେ ଦେହ ଭଲ ଅଛି। ଏବେ ଆଉ ଥରେ ଠାକୁରଙ୍କ ପାଖରେ ପୁଣି ସର୍ବାଙ୍ଗ ଶରୀର ରୂପାର ଶରୀର ଶରୀର ଆଜ୍ଞା ଆରଥର ଆସିଥିଲି ଦେହ ଖରାପ ଥିଲା ଏବେ ବି ଦେହ ଭଲ ଅଛି। ଭଲ ତ ହେଇଗଲା ବୋଲି କଣ ଆଉ ମାଙ୍କୁ ବାବାଙ୍କୁ ବୁଝିବାନି ପୁଣି ଆଉ ଥରେ ଆସିଛି ପୁଣି ଦବାକୁ ବାବାଙ୍କ ପାଖକୁ। ମାନେ କଣ ମାନସିକ କରିକିରି ସେତେବେଳେ ଦେଇଥିଲେ? ସେତେବେଳେ ବୋଉଙ୍କର ଦେହ ଅସୁସ୍ଥ ଥିଲା ତ ସେଥିପାଇଁ ମାନସିକ କରି ବୋଉଙ୍କର ଦେହଟା ଭଲ ହେଇଯାଉ ଏବେ ବର୍ତ୍ତମାନ ଭଲ ଅଛନ୍ତି। ମାଙ୍କର ଦେହ ଖରାପ ଥିଲା ତ ଆରଥର ଦେଇଥିଲି ଶରୀରଙ୍କ ରୂପା ଶରୀର ଏବେ ଦେହ ଭଲ ଅଛି। ଏବେ ଆଉ ଥରେ ଠାକୁରଙ୍କ ପାଖରେ ପୁଣି ସର୍ବାଙ୍ଗ ଶରୀର ରୂପାର ଶରୀର ଶରୀର ଆଜ୍ଞା ଆରଥର ଆସିଥିଲି ଦେହ ଖରାପ ଥିଲା ଏବେ ବି ଦେହ ଭଲ ଅଛି। ଭଲ ତ ହେଇଗଲା ବୋଲି କଣ ଆଉ ମାଙ୍କୁ ବାବାଙ୍କୁ ବୁଝିବାନି ପୁଣି ଆଉ ଥରେ ଆସିଛି ପୁଣି ଦବାକୁ ବାବାଙ୍କ ପାଖକୁ। ମାନେ କଣ ମାନସିକ କରିକିରି ସେତେବେଳେ ଦେଇଥିଲେ? ସେତେବେଳେ ବୋଉଙ୍କର ଦେହ ଅସୁସ୍ଥ ଥିଲା ତ ସେଥିପାଇଁ ମାନସିକ କରି ବୋଉଙ୍କର ଦେହଟା ଭଲ ହେଇଯାଉ ଏବେ ବର୍ତ୍ତମାନ ଭଲ ଅଛନ୍ତି।